21 ତାରିଖରେ ପିସି ସଭାପତି ଆସିବେ ଏବଂ ଗୋଟେ ଜୟ ଭୀମ ଜୟ ସମ୍ବିଧାନ ଜୟ ବାପା ନାରା ଦେଇକି ଗୋଟେ ରାଲି କରିବେ। କ'ଣ ଆର ଉଦ୍ଦେଶ୍ୟ? ଏହାର ଉଦ୍ଦେଶ୍ୟ ହେଉଛି ଯେ ଆଜି ସମଗ୍ର ଭାରତବର୍ଷରେ ପୂଜ୍ୟ ମହାତ୍ମା ଗାନ୍ଧୀ ଏବଂ ଭୀମରାଓ ଆମ୍ବେଦକରଙ୍କ ଏଭଳି ଭାବରେ ଆଗାମୀ ପିଢ଼ି ଧୀରେ ଧୀରେ ଭୁଲି ଯିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ବର୍ତ୍ତମାନ ବିଜେପି ସରକାର ମହାତ୍ମା ଗାନ୍ଧୀକୁ କିଭଳି ଭାବରେ ଭାରତବର୍ଷର ତାଙ୍କର ଯେଉଁ ସମ୍ମାନ ଭାରତବର୍ଷର ଯେଉଁ ତ୍ୟାଗ ତାକୁ କିଭଳି ଭାବରେ ଲୋକ ଭୁଲି ଯାଆନ୍ତୁ ଏ ଯେଉଁ ହୀନ ଉଦ୍ୟମ ଆରମ୍ଭ ହୋଇଛି ଏବଂ ସମ୍ବିଧାନ ପ୍ରତି ଯେଉଁ ବିପଦ ଦେଖାଦେଇଛି ଏଠି କଂଗ୍ରେସ ଦଳ ନୀରବ ନ ରହି ଆଜି କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି ସମଗ୍ର ଭାରତବର୍ଷରେ ଜୟ ବାପୁ ଜୟ ଭୀମରାଓ ଏବଂ ଜୟ ସମ୍ବିଧାନ এই ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛି ପ୍ରଥମ କରି ଓଡ଼ିଶା ରାଜ୍ୟରେ ଯେତେବେଳେ କାର୍ଯ୍ୟକ୍ରମ ଆରମ୍ଭ ହେବା ପାଇଁ ବସିଲା ଓଡ଼ିଶାର ପ୍ରଦେଶ କଂଗ୍ରେସର ସଭାପତି ଭକ୍ତଚରଣ ଦାସ ନିଷ୍ପତ୍ତି ନେଲେ ଯେ 21 ତାରିଖ ଦିନ ଜଗତସିଂହପୁର ମା ଶାରଳାଙ୍କ ପୀଠରୁ ଏ କାର୍ଯ୍ୟକ୍ରମ ଆରମ୍ଭ ହେବ। ତ ସେହି ଅନୁସାରେ ଆମେ ଆପଣମାନଙ୍କୁ ଅନୁରୋଧ କରିଥିଲୁ ଯେ ଆସନ୍ତା 21 ତାରିଖ ସୋମବାର ଦିନ ସକାଳ 7ଟାରେ ପ୍ରଦେଶ କଂଗ୍ରେସ ସମିତି ସଭାପତି ଏବଂ ପ୍ରଭାରୀ ଯିଏ ଆମର ଅଜୟ କୁମାର ଲାଲୁ ଏବଂ ପ୍ରଦେଶ ସ୍ତରୀୟ ଅନ୍ୟାନ୍ୟ ନେତୃମଣ୍ଡଳ ତାଙ୍କ ସାଙ୍ଗେ ରହିବେ। ଜିଲ୍ଲାର ଅନ୍ୟାନ୍ୟ ଯେଉଁମାନେ ପ୍ରାର୍ଥୀ ହେଇଥିଲେ ଏବଂ ଏଇଟା ପାର୍ଲାମେଣ୍ଟ କନଷ୍ଟିଚ୍ୟୁଏନ୍ସି ହେଉଛି ଆମର ବନ୍ଧୁ ରବାବୁ ଅଛନ୍ତି, ଲଲାଟ ବାବୁ ଅଛନ୍ତି, ହେମନ୍ତ ବାବୁ ଅଛନ୍ତି ଏବଂ ଅନ୍ୟାନ୍ୟ ପାର୍ଲାମେଣ୍ଟରେ ଯେଉଁମାନେ ବିଧାନସଭା ପ୍ରାର୍ଥୀ ଥିଲେ ଏବଂ ତାଙ୍କର ସହଯୋଗୀମାନେ ସମସ୍ତେ ଏଥିରେ ଯୋଗ ଦେବେ ଏବଂ ଏକ ବିରାଟ ପଦଯାତ୍ରା କାର୍ଯ୍ୟକ୍ରମ ହେବ। ସନ୍ଧ୍ୟା 6ଟାରେ ଚର୍ଚ୍ଚିକା ବଜାର ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା କରି ଆମେ ଲୋକଙ୍କୁ ସଚେତନ କରାଇବୁ ଜୟ ବାପୁ ଜୟ ସମ୍ବିଧାନ ଜୟ ଭୀମରାଓ ଏବଂ ମହିଳାମାନଙ୍କୁ ମଧ୍ୟ ଯେଉଁଭଳି ଭାବରେ ସୁରକ୍ଷା ଦେବା ପାଇଁ ଏ ସରକାର ଆମେ ପାଖରେ ଦାବି କରୁଛୁ। ସରକାର ତାକୁ ଭୂକ୍ଷେପ ନ କରିବାରୁ ଏ ଆନ୍ଦୋଳନ ଆହୁରି ବ୍ୟାପକ କରୁଛୁ। ତେଣୁ ଆପଣମାନେ ଆଉ ଗୋଟିଏ କଥା ନିକଟରେ ଦେଖିଥିବେ ରଘୁନାଥପୁରରେ ଜଣେ ମହିଳା କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଯେଭଳି ଭାବରେ ସରକାର ଦଳମାନେ ତାକୁ ଅସଭ୍ୟ ବ୍ୟବହାର କରୁଛନ୍ତି କିନ୍ତୁ କାର୍ଯ୍ୟକ୍ରମ ନିଆଯାଉନି ସେଥିମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ତେଣୁ ଆଜି ସେ ସମସ୍ତ କଥାକୁ ଜଗତସିଂହପୁର ଜିଲ୍ଲାରେ ପ୍ରଚାର ପ୍ରସାରିତ କରିବା ପାଇଁ ଆମେ ଆପଣମାନଙ୍କୁ ଅନୁରୋଧ କରିଥିଲୁ। ଆପଣମାନେ ଆମ ଅନୁରୋଧ ରକ୍ଷା କରି ଏ କାର୍ଯ୍ୟକ୍ରମ ସାମିଲ ହୋଇଛନ୍ତି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି।